ବାସନା କଣ ଜାଣିଛ ନା ଏ ଯୋଉ ଦିଟା ଜାତି ଅଛନ୍ତି हाँ ଏଇଟା ଆଇଁଷା ଜାତି ऐसे जाती है तुम्हें किन जान लो मु कोच तुम्हें हाड़स में जाती दा এইটা আইଁষা জাতিটা एडे कौन जाती दा ଆଇଁଷ ବେଲେ ମାଛ हाँ ଖାଇବି नहीं नहीं ऐसे जाती हेले हम स्त्री जाती ऐसे ହଁ तम पुरुष जाती मु कोच विश्वास है ବିଶ୍ୱାସ ନାହିଁ लगे जी आगे ନାହିଁ ନାହିଁ ହବ ରହିଯା ऐसे जाती केमिति को तम पुरुष जाती केमिति विश्वास नहीं को ଠିକ ଅଛି ଚାଲୁ हाँ ଏକ हाँ ଏ ନାରୀ ଜାତି ଆମିଷ ଜାତି अच्छा ଆମିଷ ବେଲେ ଆଜ୍ଞା ଗୋଟେ ମାଛ ମାଛ ଆମିଷ ବେଲେ ଗୋଟେ ମାଛ अजा तमे केते प्रकार माछ काढी परिबो ମୁଁ 11 କାଲି ତତେ ମିଶେଇ 12 बार काई किपरि माछ जानिछ काई तमे कोती ହଁ मते छुई पारि तांग साहस 16 ବୟସୀ ବାଳିଆ 16 ବୟସୀ ବାଳିଆ କହୁଛୁ କରେ ଭାଇ ମାରନ୍ତି 16 ବୟସୀ ବାଳିଆ କହୁଛୁ କରେ ଭାଇ ମାରନ୍ତି 16 ବୟସୀ ବାଳିଆ ରେ କଣ ବୁଝିଲ 16 ବୟସୀ ବାଳିଆ 16 ଗଲେ ଗୋଟେ ମାଛ 16 ଗଲେ ଗୋଟେ ମାଛ ଏ ଝିଅର ବୟସ ହେଲା 16 ମାଛର ନା 16 ଝିଅର ବୟସ 16 ବାଳିଆ 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 ବୋଲେ ଗୋଟେ ମାଛ ବାଳିଆ ବୋଲେ ଗୋଟେ ଯୁବତୀ ଝିଅ ବାଳିଆ ବାଳିଆ ବୋଲେ ଗୋଟେ ମାଛ ମୁଁ ତାକୁ ଡାକୁଛି ଆ ବାଳିଆ କୌତୁକରେ କୁହାଇବାର କି କଉ ବୋଲେ ଗୋଟେ ମାଛ କଉ ବୋଲେ ଗୋଟେ ଆ ତୋର ମୋର ଅଛି କୌତୁକ 16 ବୟସୀ ବାଳିଆ କୌତୁକରେ କୁହାଇବାର ଅତି ମାଛ ଗଣୁଥା କେତେ ମାଛ ହେଲା ତିନିଟା ହେଲା ହଁ अकटी रंग मगड़ू ସଫରି ঋতୁ ହୁଅ ନା ମିନ ନୟନି ମତେ ना सफरी परी हुआ ବଡ଼ି ସଫରି ତୁ ଗୋରିଆ ନ କର ବଡ଼ି ସଫରି ତୁ ଗୋରିଆ ନ କର ଖାଇ କରି ତୋର ଛାତି 16 ବୟସୀ ବାଳିଆ କୌତୁକରେ ଖାଇବା ଆଜ୍ଞା ସଫରି ବୋଲେ କେରାଣ୍ଡି ମାଛ ସଫରି ବୋଲେ କେରାଣ୍ଡି ମାଛ ଗୋଟେ ଗୋରୁ ପୁରା ଯଦି ପାଣି ଥିବ କେରାଣ୍ଡିଟା ଫଡ଼ ଫଡ଼ ସେମିତି ଯେମିତି ସଫରି କିରାଣ୍ଡି ଫଡଫଡ ହଉଛି ଆମ ଅଞ୍ଚଳ ସେମିତି ଫଡଫଡ ସଫରି ପରି ତୁ ହୋ ନା ମିନ ନୟନି ମତେ ଅନା ଆଚ୍ଛା ବଡ଼ି ସଫରି ତୁ ଗୋଳିଆ ନ କର ଆଚ୍ଛା। ମୁଁ ତୋତେ ଡାକୁଛି ବୋଲି ତୁ କହନା କାହାକୁ କହନା କାହିଁକି ନା ଗୋଳିଶ ମାଛ ଯୋଉଠିଥିବ ଗୋଳି ମାରିବ ହଁ ଗୋଳିଆ କଟା ଆଚ୍ଛା। ବଡ଼ିଶ ଗୋଳିଆ ନ କର ବୁଡ଼ି ଖାଇ କରି ତୋର ଛାତି ଯୋଉଠି ପାଣି ଅଛି ସେଠି ବୁଡ଼ି ଖାଇ ମାଛ ପହଞ୍ଚି ପାଣି ଶୁଖିଗଲେ ବୁଡ଼ି ଖାଇ ମାଛ ପଖରେ ବାଲି ଭିତରେ ଗୁତା ଦେଇ ଦଉଛି ଗୁତା ଦେଇ ଦଉଛି ଆଉ ପାଣି ଥାଉ ବାନା ଚାଷରେ କରିବ ଆଉ କାଢି ହଁ କାଢ ଜଲ୍ଦି ରାଧାକୃଷ୍ଣ ୟୁଟ୍ୟୁବ ଜଲ୍ଦି କାଢ ହେତୁ ପଟେ ଆମର ବିଜୟ ବାବୁ ତ ପ୍ରଶ୍ନ କରିଛନ୍ତି
ମାଣବସା ଗୁରୁବାର ଜଗନ୍ନାଥ ବଳଭଦ୍ର ଯେତେବେଳେ ଲକ୍ଷ୍ମୀ ଛଡ଼ା ହୋଇ ମା ଯୋଉ ପଦ୍ମାଳୟକୁ ଛାଡ଼ି ଯାଇଥିଲେ ଯୋଗମାୟା ଦେବୀ ସୁଭଦ୍ରା ମା କୋଉଠି ଥିଲେ ଆଜ୍ଞା କେମିତି ଲେଖା ହୋଇଛି ପୁରାଣ ହେ ବିଜୟ ବାବୁ ଶୁଣିବେ କର୍ଣ୍ଣ ଶୁଣିବେ ବାବୁ ମାନେ ମନ କର୍ଣ୍ଣ ଦେଇ ମା ତ ସମୁଦ୍ର କୂଳେ ଗଲେ ଭାଇ ସମୁଦ୍ର କୂଳେ ରହିଲେ ଲକ୍ଷ୍ମୀ ମା ଆମର ସୁଭଦ୍ରା କେଣିକି ହେ ଗଲେ ସେଠାର ବୁଝିଲେ ଭାଇ ମୋ ପାଶେ ରହିବି ନାହିଁ ବଡ଼ ଦେଉଳ ଏ ତୁଚ୍ଛା ଗଲା ହୋଇ ଏତେ ବୋଲି ବିଚାର ନା କଲେ ଏତେ ବୋଲି ମା କଲେ ବିଚାର କେଉଁଠିକି ଯିବି ବୋଲି ଭାବିଲେ ମନର ଆଗ ପଛ ମା ବିଚାର କଲେ ଯୋଗ ମାୟା ଦେଖ ମନେ ବିଚାରିଲେ ସ୍ୱର୍ଗପୁରକୁ ଯଦି କରିବି ଗମନ ମୋତେ ତ ବାପା ଉପରେ ମିଳିବ ଅପମାନ ଏ ତ ଜାଣିବାର ଯୋଗ ମାୟା ଅଟନ୍ତି ସ୍ୱର୍ଗପୁରକୁ କେବେ ନ ଯିବି ଆଜି ଏତେ କରି ସୁଭଦ୍ରାଇ କରିଲେ ବିଚାର ଯାଇଣ ମିଳିଗଲେ ପାତାଳପୁର ଯୋଉଠି ଦେଖ ବାସୁକି ନାଗଛନ୍ତି ଏ ଯୋଉ ବସୁମତୀକୁ ଧରିଛନ୍ତି ବସୁମତୀକୁ ଧରିଛନ୍ତି ଭଣା ମା ତ କାତାୟନୀ ରୂପ ହୋଇ ରହିଲେ ପାତାଳପୁର ଏ ବିଷୟ ଲେଖା ଅଛି ଚାଣକ୍ୟ ସଂସ୍କୃତି ହେ ବିଜୟ ଭାଇ କହିଲେ ମାନିବ କି ମତି ହବ ଏଇଟା ଲେଖା ଅଛି ଚାଣକ୍ୟ ମତରେ ଆମର ଯୋଉ ବିଜୟ ବାବୁ ପ୍ରଶ୍ନ କରିଥିଲେ ତାଙ୍କରି ପ୍ରଶ୍ନର ଉତ୍ତର ସଠିକ ହୋଇଛି ହେଉ ଆଜ୍ଞା କିଏ କହିପାରିବ ପୁଣି